କଣ କରେ ସବୁ ପ୍ରମାଣ ଥିଲା, ସବୁ ପ୍ରମାଣକୁ ନଷ୍ଟ କରିଦିଆ ହେଇଛି। ପ୍ରମାଣ କେମିତି ଲଢିବେ ତାହେଲେ ଦେଖାଯାଉ, ସତ୍ୟର ନିହାତି ଜୟ ହବ। କୋଉ ନା କାଳିଆ ସାହସ ଦବ। ଯୋଉଠି ନିଶ୍ଚିତ ଯୋଉଠି ଲୁଚିଛି ଯାହା କିଛି ଲୋଚା ହେଇଛି ସେ ପଦାକୁ ବାହାରିବ। ଆଜି ବହୁତ ଖୁସି ଅଛନ୍ତି। ଆପଣଙ୍କ ଶୁଭେଚ୍ଛୁ ମାନଙ୍କୁ, ଯୋଉମାନେ ଆପଣଙ୍କୁ ଭଲ ପାଉଛନ୍ତି, ସେମାନଙ୍କୁ କଣ କହିବେ ଆପଣଙ୍କ ଉପରେ ବ୍ୟାନ୍ ହଟିବାକୁ ଯାଉଛି? ସମସ୍ତେ ଦର୍ଶକ ଭଲ ରୁହନ୍ତୁ, ଯାତ୍ରା ପୁଣି ଦେଖିବାର ସୁଯୋଗ ପାଆନ୍ତୁ, ଯାତ୍ରା ହେଇକି ରହୁ। ଯାତ୍ରାଙ୍କର ଯୋଉ ଆମର ବାଦ ବିବାଦ ଭିତରେ ଯୋଉ ସୃଷ୍ଟି ହଉଛି କେମିତି ଯଥାଶୀଘ୍ର ସମାଧାନ ହେଇଯାଉ। ଜୟ ଜଗନ୍ନାଥ। ମୁଁ ସ୍ୱାଗତ କରୁଛି, ବହୁତ ଖୁସି ହଉଛି ମୋ ଉପରେ ବ୍ୟାନ୍ ହଟିବ, ମୁଁ ଶୁଣିକି ବହୁତ ଖୁସି। ପ୍ରଶଂସକ ମାନଙ୍କୁ କଣ କହିବେ ଯୋଉମାନେ ଏତେ ଭଲ ପାଆନ୍ତି ଆପଣଙ୍କୁ? ତାଙ୍କ ଭଲ ପାଇବା ମୋ ଉପରେ ସେମିତି ରହୁ, ଆଉ ମାଲିକ ମହାସଂଘ ଯୋଉ ନିଷ୍ପତ୍ତି ନେଉଛନ୍ତି ନରିକି ଆମେ ଫେରେଇ ଆଣିବୁ, ମୁଁ ତାକୁ ସ୍ୱାଗତ କରୁଛି। ନରିବାବୁ କେହି ଭୁଲି ପାରନ୍ତିନି ନା? ଜୟ ଜଗନ୍ନାଥ। ନରିବାବୁ କେହି ଭୁଲି ପାରନ୍ତିନି। ନରିବାବୁ ସମସ୍ତଙ୍କ ହୃଦୟରେ ଅଛନ୍ତି। କଣ କହିବେ ତାକୁ? ନରିବାବୁ ସମସ୍ତଙ୍କ ହୃଦୟରେ ରାଜ କରନ୍ତି। ସେଇଥିପାଇଁ ତ ମୋର ଗର୍ବ, ସେଇଥିପାଇଁ ମୋର ଗର୍ବ। ମୁଁ ଜାଗା କିଣିନି, ମୋ ପ୍ଲଟ କିଣିଛି ମୋର ଓଡିଶାର ଦର୍ଶକଙ୍କୁ ନେଇକି। ସେ ପର୍ଯ୍ୟନ୍ତ ମୋର କିଛି ଡିସିସନ ହେଇନି, ପାର୍ଟି ତ କୌଣସି କଣ୍ଟାକ୍ଟ କରିନାହିଁ। ବ୍ୟାନ୍ ସେ ହଟିଲା, ତାପରେ ଚିନ୍ତା କରିବି କଣ କରିବି। ଆପଣଙ୍କ ହସ କହିଦଉଛି ଆପଣ କେତେ ଖୁସି ଅଛନ୍ତି। ନିଶ୍ଚିତ ଖୁସି ରହିବି। ଯୋଉ ମୋ ପେଡି ଗୋଡରେ ମୋର ଶିକୁଳି ପଡିଥିଲା, ଯଦି ମୁଁ ଶୁଣିବାକୁ ଚାହୁଁଛି ମୋର ଶିକୁଳି ଖୋଲିଯିବ, ନିହାତି ଜଣେ କଏଦୀ ମଣିଷ ଯେତେବେଳେ ଜେଲରେ ଥାଏ, ଯେତେବେଳେ ସେ ଡିକ୍ଲାର ପାଇବ ଆଜି ସେ ମୁକ୍ତ ହବ, ନିହାତି ତା ମନରେ ଖୁସି ଆସିବ। ସେ ମୁହୂର୍ତ୍ତ ଏ ମୁହୂର୍ତ୍ତ କେମିତି ଲାଗୁଛି, କେମିତି ଦେଖୁଛନ୍ତି? ସେ ମୁହୂର୍ତ୍ତ ଶୁଣିଥିଲେ ବ୍ୟାନ୍ ଲାଗିଗଲା, ଆଜି ଶୁଣୁଛନ୍ତି ବ୍ୟାନ୍ ହଟିଯିବ। ମୁଁ ଶୁଣୁଛି, ଏଇ କେମିତି ଲାଗୁଛି? ସେ ମୁହୂର୍ତ୍ତ କେମିତି ଥିଲା, ଏ ମୁହୂର୍ତ୍ତ କେମିତି ଅଛି? ସେଠି ବହୁତ ଝଟକା ଲାଗିଥିଲା, ଆଉ ଏବେ ଆଶ୍ୱସ୍ତି ଟିକେ ପାଉଛି। ଏବେ ନରିବାବୁଙ୍କୁ ଆମେ ପୁଣି ଦେଖିବୁ। ପ୍ରଭୁ ଜଗନ୍ନାଥ କଣ କରୁଛନ୍ତି ପୁଣି। ମୁଁ ରଙ୍ଗ ପାଉଡର, ତଥାପି ମୁଁ ତ ନ୍ୟାୟ ପାଇଁ ସଂଘର୍ଷ ଚାଲିଛି। ଏଇ ଯୋଉ ବ୍ୟାନ୍ ହଟିଲା, ଏଇଟା ଥିଲା ମୋ ମାଲିକ ପ୍ରତି ଯୋଉ କହିଦେଇଥିଲି ବ୍ୟବହାର ଖରାପ କରିକି, ସେଇଥିପାଇଁ ମତେ ମାଲିକ ମାନେ ବ୍ୟାନ୍ କରିଥିଲେ। ମୁଁ ମିଡିଆ ସାମ୍ନାରେ ଭୁଲ ମାଗି ଦେଇଛି, ଆଉ ତେଣୁ ସେମାନେ ଅନୁତାପ କରିକି ଯାହା ଗୋଟେ ପିଲା ତାକୁ କହିଦେଇଥିଲା ଭୁଲ ପ୍ରକାର, ସେଥିପାଇଁ ବ୍ୟାନ୍ ଟା ଉଠେଇ ଦିଅନ୍ତି। ମାଲିକ ମଧ୍ୟ କହିଛନ୍ତି ଯୋଉମାନେ ଜୁନିୟର ମାନେ ସେମାନେ ସିନିୟର ମାନଙ୍କୁ ରେସ୍ପେକ୍ଟ ସମସ୍ତେ ସମ୍ମାନ ଦେବା ଦରକାର। ଜୁନିୟର ମାନେ ଯୋଉମାନେ ଜୁନିୟର କଳାକାର କି ସେମାନେ ସବୁ ସିନିୟର ମାନଙ୍କୁ ରେସ୍ପେକ୍ଟ କରିବେ, ବଡ ମାନଙ୍କୁ ସମ୍ମାନ କରିବେ, ଏଟା ରହିବା ଦରକାର। ନିହାତି ଭାଇଚାରା, କାହିଁକିନା ବାପ ଠିଆ ହେଇଥିଲେ ପୁଅ କେମିତି ଯିବ, ଆମେ ତ ମୂଳରୁ ଶିଖିକି ଆସିଛୁ। ଆଉ ଏବେ ତ ସେ ଶିଖିବାକୁ କାହାକୁ ପଡୁନି ନା। ଏଇମାନେ ଯୋଉମାନେ ଭାଇମାନେ ଆସୁଛନ୍ତି ଯେ କହୁଛନ୍ତି ଆମକୁ ଠିକ ଭଲ ପାଉ, କିଏ କହିଲା ତମେ ଭଲ ପାଉ? ତମକୁ ସବୁବେଳେ ଆମେ ଭଲ ପାଉଛୁ। ତମେ ଭଲ ପାଇବା ଦରକାର ବଡ ଭାଇକି, ବଡ ଭାଇକି ସେତିକି ଭଲ ପାଇଲେ ବଡ ଭାଇ ମାନେ ସେତିକି ତମକୁ ସ୍ନେହ ଦେବେ। କାଳିଆ ତାହେଲେ ଆଜି ଦୁଃଖ ଦେଖିଲା, ସୁଖ ବୁଝିଲା। ଜୟ ଜଗନ୍ନାଥ। ସବୁବେଳେ କାଳିଆକୁ ସବୁ କଥାରେ କୁହନ୍ତି, ଆଜି କାଳିଆ ସବୁ ଉପରେ ଦେଖୁ, ସବୁ ତ ସିଏ ଦେଖୁଛି। ଜଗନ୍ନାଥ ଦର୍ଶନ ପାଇଁ ଯିବେ, ବ୍ୟାନ୍ ହଟିବା ପରେ ପୁରୀ ଯିବେ? ନା, ଆହୁରି ମୋ ମନରେ ଅଫସୋସ ଅଛି। ମୋର ଅଫସୋସ ଅଛି ମୋ ଉପରେ ଯୋଉ ଅନ୍ୟାୟ ହେଇଛି, ଯୋଉ ମାଡ଼ ହେଇଛି, ମତେ ଯୋଉ ଲଙ୍ଗଳା କରାହେଇଛି, ମୋର ସେମାନେ ମୋ ବେଡି ପକେଇଥିଲେ, ବେଡି ଖୋଲିଦେଲେ, କିନ୍ତୁ ମୋ ଇଜ୍ଜତଟା ମୁଁ କେମିତି ଫେରି ପାଇବି? ମୁଁ ତ କହିଥିଲି ମୋର ଭୁଲ ମାଗିଦେଲି, ମୁଁ ଯୋଉ ନାଣ୍ଡୁ କହିଥିଲି ମୁଁ ତାକୁ ଭୁଲ ମାଗିଦେଲି, ଆଉ ମୋ ଅଖୁଆ ଭିତରେ ଯୋଉ ଛାତି ଭିତରେ ଯୋଉ ଦାଗ ବସିଛି, ସେଇଟା କୋଉ ଦିନ ପଦାକୁ ଆସିବ, ମୁଁ ସେଇଟାକୁ ସୁଯୋଗକୁ ଅପେକ୍ଷା କରିଛି। ଜନସାଧାରଣ କୋଉଦିନ ସେ ନ୍ୟାୟଟା ଦେଖିବେ, ମୁଁ ସେଦିନ ଦେଖିବି ଯେତେବେଳେ ମତେ ତେବେ ଶାନ୍ତି ଲାଗିବ। ସେଦିନ ମନ ଖୋଲି କାଳିଆକୁ କହିବେ, ସେଦିନ ବହୁତ ମନ ମୋର ଖୁସି ହବ। ଆଉ ମୋ ପାଖରେ ତ କିଛି ପ୍ରମାଣ ନାହିଁ, ମୁଁ ତ ଯାଇଛି ନିରୀହ ମାନେ ପ୍ରି ପ୍ଲାନ୍ କରି ଡାକି ନେଲେ ମୋ ଯେମିତି ମୁଁ ଯେମିତି ଅତ୍ୟାଚାର ହେଲି, ଯେମିତି ମାଡ଼ ଖାଇଲି, ଯେମିତି ବିଧା ହେଲି, ସବୁ ତ ଆପଣ ସାମ୍ନାରେ ମିଡିଆ ସାମ୍ନାରେ କହିଛି। ଏବେ ଦେଖିଲା ବେଳକୁ ସେ ଭିଜୁଆଲ କିଛି ଦେଖିବାକୁ ପାଉନାହିଁ, ସମ୍ପୂର୍ଣ୍ଣ ଚେଞ୍ଜ ହେଇଛି, କଳା କାଚ ଆଜି ଧଳା ହେଇଯାଇଛି। 36ଟା କ୍ୟାମେରା ଭିତରେ ଭିଜୁଆଲ ମୋର ନାହିଁ, ମୁଁ ଖାଲି ପଶିବାଟା ଦେଖୁଛି, ବାହାରିବାଟା ଦେଖୁଛି। ଭିତରେ ଯୋଉ ଭେଣ୍ଡର ପଶିଲେ, ଏଣୁ ଓକିଲେ ପଶିଲେ, ତାଙ୍କ ଭିଜୁଆଲ ନାହିଁ। ମୋ ସାଙ୍ଗ ଯୋଉ ଯାଇଥିଲା ଟଙ୍କା ନେଇକି, ତା ଭିଜୁଆଲ ନାହିଁ। ସବୁଟା ସବୁ ଚେଞ୍ଜ ହେଇଛି। ୟା ଭିତରେ କୋଉଠି ନା କୋଉଠି ବହୁତ କିଛି ଲୁଚି ରହିଛି। କ୍ୟାମେରାରେ ସିନା ଲୁଚିଗଲା, କାଳିଆ ଆଖିରେ କଣ ଲୁଚିଯିବ? ମୁଁ ତ ସେ ଯଦି ପ୍ରକୃତରେ ମୁଁ ବ୍ରାହ୍ମଣ ପିଲା ହେଇଥିବି, ଯଦି ମୁଁ ଧର୍ମକୁ ବିଶ୍ୱାସ କରେ, ଯଦି ନ୍ୟାୟକୁ ବିଶ୍ୱାସ କରେ, ଠାକୁରଙ୍କୁ ବିଶ୍ୱାସ କରେ, ତାହେଲେ ନିଶ୍ଚିତ ସତ ନିହାତି ଦିନେ ପଦାକୁ ଆସିବ। ବିଶ୍ୱାସ ଅଛି, ବିଶ୍ୱାସ ନିଶ୍ଚିତ ବିଶ୍ୱାସ ଆସିବ। ଆପଣ ମିଡିଆ ମାନଙ୍କ ସାମ୍ନାରେ ଆଚ୍ଛା ସତ କିଛି ଲୁଚି ରହୁନି ନା, ଆଗରୁ ଥିଲା ଲୁଚେଇ ଦେଲା, ଆଉ ତ କିଛି ମାନେ ଦେଖନ୍ତୁ
ଯେତେ ଯେ ଫାଙ୍କିରେ ଚେଷ୍ଟା କଲେ ବି ହଁ। ପ୍ରାୟ ପ୍ରାୟ ଦର୍ଶକ ଜାଣି ସାରିଲେଣି କୋଉଟା ସତ୍ୟ କୋଉଟା ମିଥ୍ୟା। ହଁ। ଆଉ ବାକି ଇନକ୍ୱାରି ବାକି ଅଛି। ଆଜ୍ଞା ଆଇନ ସବୁବେଳେ ପ୍ରମାଣ ଖୋଜେ ତ ଆପଣଙ୍କ ପାଖରେ ସେମିତି କିଛି ପ୍ରମାଣ ନାହିଁ ତ କଣ କରେ CCTV ରେ ଆପଣଙ୍କର visual ବି ସବୁ ଆସିବ। ପ୍ରମାଣ ଥିଲା, ସବୁ ପ୍ରମାଣକୁ ନଷ୍ଟ କରିଦିଆ ହେଇଛି। ତ ପ୍ରମାଣ ଆପଣ କେମିତି ଲଢିବେ ତାହେଲେ? ଦେଖାଯାଉ, ସତ୍ୟର ନିହାତି ଜୟ ହବ। କୋଉ ନା ଯୋଉଠି କାଳିଆ ସାହସ ଦବ। ନିଶ୍ଚିତ ଯୋଉଠି ଲୁଚିଛି, ହଁ। ଯାହା କିଛି ଲୋଚା ହେଇଛି ହଁ। ସେ ପଦାକୁ ବାହାରିବ। ଆଜି ବହୁତ ଖୁସି ଅଛନ୍ତି। ଆପଣଙ୍କ ଶୁଭେଚ୍ଛୁ ମାନଙ୍କୁ ଯୋଉମାନେ ଆପଣଙ୍କୁ ଭଲ ପାଉଛନ୍ତି ସେମାନଙ୍କୁ କଣ କହିବେ ଆପଣଙ୍କ ଉପରେ ଯେତେବେଳେ ବ୍ୟାନ୍ ହଟିବାକୁ ଯାଉଛି? ସମସ୍ତେ ଦର୍ଶକ ଭଲ ରୁହନ୍ତୁ, ଯାତ୍ରା ପୁଣି ଦେଖିବାର ସୁଯୋଗ ପାଆନ୍ତୁ, ଯାତ୍ରା ଯାତ୍ରା ହେଇକି ରହୁ। ଯାତ୍ରାଙ୍କର ଯୋଉ ଆମର ବାଦ ବିବାଦ ଭିତରେ ଯୋଉ ସୃଷ୍ଟି ହଉଛି କେମିତି ଯଥାଶୀଘ୍ର ସମାଧାନ ହେଇଯାଉ।